स्वागत विनम्र प्रणाम करुची। आज श्रीमद् भगवत गीता कार्यक्रम आरंभ करवा। आसतु प्रेयर करवा। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरतिषे नमः। हे कृष्णा करुणा सिंधु दीनबंधु जगतपते गोपीश गोपिका कांत श्री राधा कांत नमस्तुते। तप्त कांचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छा कल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेयो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। हरे कृष्ण। आमे 46 पर्यंत द्वितीय अध्याय 46 नंबर श्लोक पर्यंत कंप्लीट करछे। आज 47 नवा। गोटे सेकंड मु शेयर करूची। प्रकटे हुए कर्मण्येवाधिकारस्ते मा फलेषु कदाचन मा कर्म फल हेतुर्भू मा ते संगस्त्व कर्मणि। कर्मण्येव वाधिकारस्ते कर्मणि एव अधिकार हते। कर्म रे केवल कर्मणि कर्म एव केवल अधिकार अधिकार समस्त तमर। तो कर्म रे केवल अधिकार अछि तमर भगवान कहउछन्ति। मा फलेषु कदाचन कर्म फल रे नाही अधिकार। मा कर्म फल हेतु भू मा माने एटी मा अर्थ होउची नेगेटिव हुआ ना। भू माने हवा मा भू माने हुआ ना। कर्म फल हेतु कर्म फलर कारण हेतु माने कारण कर्म फलर कारण तमे हुआ ना। डोंट थिंक दैट यू आर कॉज ऑफ द वर्क। माते संगस्त्व अकर्मणि माते संग संग माने अटैचमेंट संगस्त्व अकर्मणि कर्म न अकर्मणि माने कर्म न करिवा कर्म न करिवा प्रति आसक्ति भी हुआ ना। अर्थात कर्म करिवा को ही पड़िबो। तेणु कर्म रे अधिकार नाही तमर। कर्म फल कर्म रे केवल अधिकार अछि कर्म फल रे अधिकार नाही। कर्म फलर कारण हुआ ना एवं कर्म न करिवा कथा चिंता करना। कर्म न करिवा कथा कर्म न करिवार आसक्ति रखना। एई भली ए श्लोक रे कहउछन्ति। आमे आपु आलोचना करिवा।
ତେବେ ଆମେ ବର୍ତ୍ତମାନ ସୁଦ୍ଧା ଆମେ ଯୋଉ ବୁଦ୍ଧି ଯୋଗ ବା ଭକ୍ତି ଯୋଗ ଆମର ସେ ସେକ୍ସନ ଚାଲିଥିଲା, ସେଥିରେ ବିଭିନ୍ନ କଥା କୃଷ୍ଣ କହିଲେ। ବ୍ୟବସାୟାତ୍ମକ ବୁଦ୍ଧି ଅର୍ଥାତ୍ କୃଷ୍ଣ ଭକ୍ତିର ଦୃଢ଼ତା, ଏବଂ ସେଇ ବ୍ୟବସାୟାତ୍ମକ ବୁଦ୍ଧି ବା କୃଷ୍ଣ ଭକ୍ତିର ଦୃଢ଼ତା ନ ଆସିବାର କାରଣ ବି କହିଲେ। ଅବଷ୍ଟାକଲ୍ସ କ'ଣ? ଅବଷ୍ଟାକଲ୍ସ ହଉଛି ଆମର ଯୋଉ ସକାମ କର୍ମ, କର୍ମକାଣ୍ଡ, କର୍ମ ଫଳ ପ୍ରତି ଆସକ୍ତି ରଖିକି ଆମେ ଯୋଉ କର୍ମ କରୁଛେ, ଏବଂ ଏଗୁଡିକ ଭଗବାନ କହୁଛନ୍ତି ଯଦିଓ ବେଦରେ ଅଛି ଏଗୁଡିକ ତିନି ଗୁଣ ସମ୍ବନ୍ଧୀୟ, କିନ୍ତୁ ଭଗବାନ କହୁଛନ୍ତି ନିସ୍ତ୍ରୈଗୁଣ୍ୟ ଭାବ ଅର୍ଜୁନ। ଅର୍ଜୁନଙ୍କୁ କହୁଛନ୍ତି ଏ ତିନି ଗୁଣ ଊର୍ଦ୍ଧ୍ୱକୁ ଉଠିକି କର୍ମ କର। ଏବଂ ବର୍ତ୍ତମାନ ଆରମ୍ଭ କରୁଛନ୍ତି 47ରୁ କର୍ମ କେମିତି କରିବା। ଭଗବାନ ଆମେ ଜାଣିନେ କର୍ମ କେମିତି କରିବାକୁ ହବ, ଆମେ ଜାଣିନେ। ଭଗବାନ ଶିଖଉଛନ୍ତି ଆର୍ଟ ଆଣ୍ଡ ସାଇନ୍ସ ଅଫ ୱାର୍କ। କର୍ମ କାହିଁକି ନା ଆମେ ଯୋଉ କର୍ମ କରୁଛେ କର୍ମ ବନ୍ଧନରେ ପଡୁଛେ, ସେଥିପାଇଁ କହୁଛନ୍ତି କର୍ମ ବନ୍ଧନରେ ନ ପଡିବା ପାଇଁ କାମଟି କେମିତି କରିବାକୁ ପଡିବ। କହୁଛନ୍ତି ଡୁ କର୍ମ ଆକର୍ଡିଂ ଟୁ ବୁଦ୍ଧି, ବୁଦ୍ଧିର ସହିତ କର୍ମ କର। ତେବେ ଏ ଶ୍ଲୋକରେ ଆମେ ଦେଖିଲେ 4ଟି ବିଭାଗ ରହିଛି, ପାର୍ଟ। କ'ଣ ନା କର୍ମରେ କେବଳ ଅଧିକାର ଅଛି, କର୍ମ ଫଳରେ ନାହିଁ, କର୍ମ ଫଳର କାରଣ ତମେ ହୁଅ ନା, କର୍ମ ନ କରିବା ପ୍ରତି ଆସକ୍ତି ରଖନା। ତେଣୁ 4ଟି ପାର୍ଟ ଆମେ ବର୍ତ୍ତମାନ ଧୀରେ ଧୀରେ ଆଲୋଚନା କରିବା। ପ୍ରଥମ ପାର୍ଟଟି ଯେ କର୍ମରେ ଆମର ଅଧିକାର ଅଛି। ତେବେ କର୍ମ ଆକ୍ଚୁଆଲି 3 ପ୍ରକାରର, କର୍ମ, ବିକର୍ମ, ଅକର୍ମ। କର୍ମ ଯୋଉଟା ବିକର୍ମ ସେଟା ଶାସ୍ତ୍ର ବିରୁଦ୍ଧ କାମ, ଯେମିତି ଆମେ ପଶୁ ମାରି ଦଉଛେ, ମଣିଷ ମାରି ଦଉଛେ, କିଲିଂ ଜିନିଷ, ଏଗୁଡେ ଏଇଭଳିଆ ଟାଇପର। ବା ଆମେ ଯୋଉ ନିଶାଦ୍ରବ୍ୟ ସେବନ କରୁଛେ ବା ଅବୈଧ ସମ୍ପର୍କ ରଖୁଛେ ବା ଜୁଆ ଖେଳୁଛେ, ଏଗୁଡା ଶାସ୍ତ୍ର ବିରୁଦ୍ଧ କାମ। ତେଣୁ ଏ ସବୁ ବିକର୍ମ। ଏ ବିକର୍ମରେ ଆମେ କର୍ମ ବନ୍ଧନରେ ପଡିବା, ଇଏ ପାପ। ଆଚ୍ଛା, ପୁଣି କହୁଛନ୍ତି ଅକର୍ମ, କର୍ମ ନ କରିବା ସେ ବି ଗୋଟେ ଆସକ୍ତି, ଅଳସୁଆମୀ, ଇଏ ତମ ଗୁଣରୁ ଜାତ ହୁଏ। ତେଣୁ ଭଗବାନ କହୁଛନ୍ତି କର୍ମ ନ କରିବା ପ୍ରତି ଆସକ୍ତି ରଖନା, ଇଏ ବି କର୍ମ ବନ୍ଧନର କାରଣ। ଆଉ କର୍ମ, କର୍ମ 3 ପ୍ରକାରର। ଯୋଉ କର୍ମ 3 ପ୍ରକାରର କ'ଣ? ଗୋଟେ ହଉଛି ନିତ୍ୟ କର୍ମ, ଆମେ ଯୋଉ ରେଗୁଲାର ଯାହା କରୁଛେ ସକାଳୁ ରାତିରେ ଶୋଇବା ପର୍ଯ୍ୟନ୍ତ, ନିତ୍ୟ କର୍ମ। ନୈମିତିକ କର୍ମ, ନୈମିତିକ କର୍ମ ମାନେ ନିମିତ୍ତ କର୍ମ, ଅର୍ଥାତ୍ ବାହାଘର ବ୍ରତଘର କୌଣସି ନିମିତ୍ତ ଆସିଲେ ଯୋଉ କର୍ମ ଆମେ କରୁଛେ। ଆପତକାଳୀନ କର୍ମ, ଆପତକାଳୀନ କର୍ମ ମାନେ ସେ କେହି ଜଣେ ଆମକୁ ସେ କର୍ମ ଦେଇଛନ୍ତି କରିବା ପାଇଁ। ଧରନ୍ତୁ ସରକାର ଦଉଛନ୍ତି ଆମକୁ, ଆମେ ଯେମିତି ଗଭର୍ଣ୍ଣମେଣ୍ଟ ଅଫିସରେ କାମ କରୁଥିଲେ, ସରକାର ବେଳେ ବେଳେ ଯେତେବେଳେ ଇଲେକ୍ସନ ଆସେ ସେ ଇଲେକ୍ସନ ଡ୍ୟୁଟିରେ ଆମକୁ ଦିଅନ୍ତି, ଏଇଟା ଆପତକାଳୀନ କାମ। ତେଣୁ ଏଇ ଟାଇପର କାମ ଯୋଉଟା ଆପତକାଳୀନ କାମ। ଆଉ ଗୋଟେ ହଉଛି କାମ୍ୟ କାମ, ବୋଲେ ଇଚ୍ଛା କରିକି କୌଣସି କର୍ମ ଫଳ ପ୍ରତି ଇଚ୍ଛା କରିକି ଆମେ ଯୋଉ କର୍ମ କରୁଛେ, କାମ୍ୟ କର୍ମ। ଇଚ୍ଛା କରିକି ଯୋଉ କରୁଛେ ସେ ତ ଅଟୋମେଟିକାଲି କର୍ମ ଫଳରେ ଆଶା ରଖିଛେ, ଆସକ୍ତି ରଖିଛେ, ତେଣୁ ସିଏ ମଧ୍ୟ କର୍ମବନ୍ଧନର କାରଣ। କାହିଁକି ନା ଏମିତି ଆସକ୍ତି ହଉଛି କର୍ମବନ୍ଧନର କାରଣ। ଭଗବାନ କହୁଛନ୍ତି ବାକି ଯୋଉ 3ଟି ଯାକ ମଧ୍ୟ ସିଏ ବି କର୍ମବନ୍ଧନର କାରଣ, ଯଦି ଆମେ ତାକୁ ଠିକରେ କରି ନ ଜାଣିବା। ଅର୍ଥାତ୍ ନିତ୍ୟ କର୍ମ, ନୈମିତିକ କର୍ମ, ଆପତକାଳୀନ କର୍ମ, ଯାହା ବି ହଉ, ସେମାନେ ଯେ କର୍ମ ମାନେ ହିଁ ଆମେ କର୍ମବନ୍ଧନରେ ପଡିବା ଯଦି ଆମେ ତାକୁ ଠିକରେ କରି ନ ଜାଣିଛେ। ଭଗବାନ ଏଇ କଥା କହୁଛନ୍ତି। ତେଣୁ ପ୍ରଥମେ କହୁଛନ୍ତି ଯେ କର୍ମ କେବଳ କର୍ମରେ ଅଧିକାର ଅଛି। ଅଧିକାର ଅର୍ଥ କ'ଣ? ଅଧିକାର ଅର୍ଥ ହଉଛି ସ୍ୱାଧୀନତା। ତେଣୁ ଭଗବାନ ସ୍ୱାଧୀନତା ଦେଇଛନ୍ତି, ସ୍ୱାତନ୍ତ୍ର କରିଛନ୍ତି ଆମକୁ କର୍ମ କରିବାରେ। ସ୍ୱାଧୀନତା ଦେଇଛନ୍ତି ଅର୍ଥ କ'ଣ? ଆମେ ଯେକୌଣସି କର୍ମ କରିବା, କାହାକୁ ମାରିଦେବା, ଡାକାଡାକି ଡାଲିବା, ନହେଲେ ଚୋରି କରିବା, ନା। ଭଗବାନ କହୁଛନ୍ତି ଯୋଉ କର୍ମରେ ଆମକୁ ଅଧିକାର ଦିଆଯାଇଛି, ଅଧିକୃତ କର୍ମ, ଅର୍ଥାତ୍ ଅଧିକାର କୋଉଥିରେ ଦିଆହେଇଛି ନା ଆମର ଯୋଉ ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ, ବ୍ରାହ୍ମଣ, ବୈଶ୍ୟ, କ୍ଷତ୍ରିୟ, ଶୂଦ୍ର, ଏ ଅନୁସାରେ ଯୋଉ ଆମକୁ ଦିଆ, ଆମର ଯୋଉ ଗୁଣ ଅନୁସାରେ ଆମର ଯୋଉ କର୍ମ, ଆମେ ସେଇ ଯୋଉ କର୍ମ କରୁଛେ ସେଇଟା ହଉଛି ଅଧିକୃତ କର୍ମ। ବା ଆମର ସ୍ୱରୂପ ଅନୁସାରେ ଆମେ ଯୋଉ କାମ କରୁଛେ, ଆମର ସ୍ୱରୂପ କ'ଣ? କୃଷ୍ଣର, ଜୀବର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ। ତାମାନେ ଆମେ ଭଗବାନଙ୍କର ସେବକ, ତେଣୁ ଆମେ ସେବା କରିବା। ତେଣୁ ବର୍ଣ୍ଣାଶ୍ରମ ଧର୍ମ ହଉ ବା ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ ହଉ, ବା ଆମେ ଯଦି ସେବା ଯୋଉ ଆମେ କହୁଛେ ଯେ ଆମ ସ୍ୱରୂପ ଅନୁସାରେ ଆମେ ସେବକ ଭଗବାନଙ୍କର, ଯାହା ବି ହଉ, 2ଟା ଯାକର ହଉଛି ସେବା ରହୁଛି। ଅର୍ଥାତ୍ କର୍ମ ଅର୍ଥ ସେବା। କୃଷ୍ଣ
सेवा रूपक कर्म, ये है कर्म। अच्छा, पुणी भगवान कहते ए कर्मटी रे अधिकार अच्छी माने केवल कर्मटी आम हाथ में कर्म अच्छी आउ किछि नाही। तीनटा तो माँ माँ करके कहते ना कर्म फल आमर अधिकार अच्छी ना कर्म फल आम कारण ना कर्म न करने प्रति आम आसक्ति रखिपर। आमको कर्म करने को हम केवल कर्मटी आम हाथ में अच्छी से भगवान कहते जे आउ किछि तुम हाथ में ना कर्मटी अच्छी। ये कर्मटी माने तुम काम है ठीक रे कर्मटी को संपादन करवा ड्यूटीफुली कर्तव्य परायण होइकी कर्म कर। रेजल्ट तुम हाथ में ना जहाँ तुम पाइब जहाँ डिजर्व कर ही पाइब किंतु डिजर्व आम कौन कर जाने किंतु आमको कर्मटी करने को हम ठीक रे ढंग रे केमिति ना आर कथा हूँ जो कर्म फल जदि भगवान हाथ में अच्छी ये प्रश्न ये गोटे जड़े मदर से रोषे कर नमक डालुंट माने छिंचुंट से आखि बंद करके जदि लुण छिंचे कहे कर्मफल तो भगवान हाथ में तेणु जहाँ हम ना सेमती नुहे बा जड़े पाठ पढ़ुची परीक्षा दौची एवं सी कह परीक्षा देला बेले कहूँ जहाँ मन ता लिखी कारण कर्मफल भगवान हाथ में ना से नुहे। भगवान कहते आमको बुझे हम जे कर्म टी केमिति आमको करने को हम भगवान का हाथ में तो कर्म फल सी तो आमको रेजल्ट दौरान किंतु आमको ठीक से कहते केवल कर्मटी आम हाथ में अच्छी आपको ठीक ढंग से कर अर्थात एकाग्रचित होगी प्रथम कहते डू वर्क विथ कंसंट्रेशन डू योर गिव योर बेस्ट ये आस्ते आस्ते से कहते कर्मटा केमिति करने को हम से कहते विथ कंसंट्रेशन माने कौन विथ कंसंट्रेशन माने एकाग्रचित होगी एकाग्रचित उदाहरण होउचंती अर्जुन जेतबळे विद्या शिक्षा सरीगला द्रोणाचार्य कौरव पांडव मानू जेतबळे से परीक्षा करुचंती गोटे काठर पक्षीटीए रखिदेकी कोठी गछ उपरे एवं कहते से पक्षीर आखिटी को लक्ष्य करके शरबिद्ध कर कौरव पांडव मान कहते करने पूर्व पचारुंट जे कौन देखुच समस्ते कहते किए कहूँ हाँ मुझे देखुची पक्षीटी को किए कहूँ हाँ मुझे पक्षीर मुंडटी को देखुची किए कहूँ पेटटी को देखुची किए गोड़ देखुची किए कहूँ शरीर देखुची किंतु अर्जुन कौन कहले अर्जुन कहले मुझे केवल आखिटी को देखुची तेणु क्या शरबिद्ध करने कहते पक्षीर आखिटी को तेणु एकाग्रचित से से एकाग्रचित हो सारे एवं भगवान कहते एकाग्रचित हवापाई अर्जुन केमिति एकाग्रचित हेले ध्यानमग्न हेले केमिति ना तांको पाखे तीनोटी जिनस अच्छी कौन ना गोटे लोक एकाग्रचित हवापाई अवेयरनेस कर्मटी केमिति करने को हम कर्मर टोटाल पिक्चरटा तांको जना अच्छी मूलर शेष अवेयरनेस सेकेंड अटेंशन थर्ड ऑब्जर्वेशन ए तीनटा जिनस दरकार अवेयरनेस कौन जानकारी माने कर्मटा कौन करने जाऊँगी मूलर शेष मत कर्म जना थिबा दरकार फॉर एग्जांपल तीन जन मिस्त्री काम करुचंती जन को पचार कौन कर ना इटा नहीं कि पाचेरी तैयारी करुच्ची आउ जन पचार कौन करुच्ची ना घर करुच्ची आउ जन पचारला बेलू सी कहूँ कौन ना जहाँ बहुत दिन पर मत गोटे भगवान सुजोग देइचंदी तांकर मंदिर तैयारी करने से लोकटी प्रकृत में से ठीक रे कर्मटी कर कहीं ना से जानी कौन करुच्ची से एवं एंटायर पिक्चर ताकू जना अच्छी कहीं ना मंदिर पाराफर्नेलिया गोटे घर पाराफर्नेलिया समान नुहे गोटे मंदिर से जानी मंदिरटा कौन करा गोटे घर पर कांथटे तैयारी करवा मंदिर पर कांथ तैयारी करवा मंदिर प्रत्येक जिनस तार जानकारी मूल से जानी से कहूँ से कहला मंदिर मु सुजोग मिली कामटी करने तेणु ताकू कंप्लीट पिक्चर जना अच्छी तेणु से ठीक रे कर। थर्ड जिनस हूँ ऑब्जर्वेशन ऑब्जर्वेशन माने कौन पूरा ध्यानमग्न अर्थात अटेंशन आ कुआडे जाऊनी इाड़े सियाड़े जाऊनी मन केवल प्रेजेंट रे ना पास्ट ना फ्यूचर कौन जिनस चिंता करनी से समय केवल वर्तमान रे रही अर्थात जमती पिलाटीए क्लास रूम रे बसी से केवल क्लास रूम कथा चिंता कर जदि क्लास रूम रे थाई कि से खेल पड़िया कथा चिंता करिवो ताले क्लास रूम रो कामटी से ठीक रे करि परिबो नाही खेल पड़िया रे थाई कि जदि क्लास रूम कथा चिंता करची ताले से खेल पड़िया कथा करि परिबो नाही तेणु जोठी अच्छी से
ବୁଡି ଯିବାକୁ ପଡିବ, ଡୁବି ଯିବାକୁ ପଡିବ। ଦିସ୍ ଇଜ ଆବଜର୍ପସନ। ତେଣୁ ଆଟେନସନ, ଆୱାରନେସ୍, ଆବଜର୍ପସନ ଏ ତିନିଟା ହଉଛି ଇମ୍ପୋର୍ଟାଣ୍ଟ ଜିନିଷ ଆମେ କର୍ମଟିକୁ ଠିକରେ କରିବା ପାଇଁ, ଢଙ୍ଗରେ କରିବା ପାଇଁ। ଭଗବାନ ଏହା କହୁଛନ୍ତି ଯେ ୱିଥ୍ କନସେନ୍ଟ୍ରେସନ, ଫାର୍ଷ୍ଟ କହୁଛନ୍ତି ଡୁ ୱିଥ୍ କନସେନ୍ଟ୍ରେସନ, ସେକେଣ୍ଡ କହୁଛନ୍ତି ଡୁ ଗିଭ୍ ୟୋର ବେଷ୍ଟ। କାହିଁକି ନା କେବଳ କର୍ମଟି ହାତରେ ଅଛି, ଆମ ପାଖରେ ଆଉ କିଛି ନାହିଁ। ଆମକୁ ଆମର ସର୍ବୋଚ୍ଚ ଦବାକୁ ପଡିବ ଏଇ କର୍ମଟି ପାଇଁ। ସର୍ବୋଚ୍ଚ କଣ? ସର୍ବୋଚ୍ଚ ଦବା ଆମେ କେମିତି ନା ଆକର୍ଡିଂ ଟୁ ଆୱାର ଆବିଲିଟି, ଆମର ଯୋଉ ସକ୍ଷମତା ଅନୁସାରେ। ଯେମିତି ସେତୁ ବନ୍ଧ ବନ୍ଧା ହେଲା ବେଳେ ଯେତେବେଳେ ବାନ୍ଧୁଥିଲେ ସମସ୍ତେ ସହଯୋଗ କରୁଥିଲେ, ସେଠି ବାନର ସେନା ମାନେ ସେମାନେ ନେଇକି କଣ କରୁଥିଲେ? ବଡ ବଡ ପଥର ନେଇକି ପକଉଥିଲେ ସେଠି। କିନ୍ତୁ ଗୁଣ୍ଡୁଚି ମୂଷା ଗୋଟେ ଛୋଟ ଛୋଟ ଗୋଡି ଭଳିଆ ଜିନିଷକୁ ନେଇକି ସେଠି ପକଉଥିଲେ। ସେ ସାମର୍ଥ୍ୟ ଅନୁସାରେ ତାଙ୍କର କାମ କରୁଥିଲେ, କିନ୍ତୁ କର୍ତ୍ତବ୍ୟଟା କରୁଥିଲେ। ଆଣ୍ଡ ଦେ ୱାର୍ ଡୁଇଂ ଦେୟାର ବେଷ୍ଟ ଫର ସାଟିସ୍ଫାକ୍ସନ ଅଫ ଦ ଗଡ। କାହିଁ କର୍ମଟା ସେ କରୁଥିଲେ? ସେ କର୍ମଟି ତାଙ୍କର ନ କରିଥିଲେ ଚଳିଥାନ୍ତା। କାହିଁକି ନା କର୍ମ ନ କରିବା ଗୋଟେ ଆସକ୍ତି, ଏବଂ ସିଏ ହଉଛି ବନ୍ଧନର କାରଣ। ତେଣୁ ସେ ମଧ୍ୟ କର୍ମରେ ଯୋଗ ଦେଇଥିଲେ। କର୍ମ କର୍ତ୍ତବ୍ୟ କରିବାକୁ ପଡିବ, ତାଙ୍କ ସକ୍ଷମତା ଅନୁସାରେ ସେ କଲେ। ଏବଂ କାହିଁ କରୁଥିଲେ? ଫର ଦ ସାଟିସ୍ଫାକ୍ସନ ଅଫ ଦ ଲର୍ଡ, ଅର୍ଥାତ୍ ଭଗବାନଙ୍କର ସନ୍ତୁଷ୍ଟି ପାଇଁ, ତାଙ୍କୁ ଖୁସି କରିବା ପାଇଁ। ଆମେ ସେବା ମନୋବୃତ୍ତି ନେଇକି କାମ କରୁଛେ, ଭଗବାନଙ୍କ ପାଇଁ କାମ କରୁଛେ। ଯେକୌଣସି କର୍ମ କରୁଛେ ଭଗବାନଙ୍କ ଉଦ୍ଦେଶ୍ୟରେ କରୁଛେ, ସେବା ମନୋବୃତ୍ତି ନେଇକି କରୁଛେ, ଫର ହିଜ ସାଟିସ୍ଫାକ୍ସନ। ଆଚ୍ଛା, କିନ୍ତୁ ଏ କର୍ମଟି ଭଗବାନ କହୁଛନ୍ତି, ଫାର୍ଷ୍ଟ କହିଲେ ଡୁ ୱିଥ୍ କନସେନ୍ଟ୍ରେସନ, ସେକେଣ୍ଡ କହୁଛନ୍ତି ଗିଭ୍ ୟୋର ବେଷ୍ଟ, ଥାର୍ଡ କହୁଛନ୍ତି ଡୁ ଇଟ୍ ଫର ଦ ସାଟିସ୍ଫାକ୍ସନ ଅଫ ଦ ଲର୍ଡ। ଏବଂ ଏଠି ବତଉଛନ୍ତି ଯେ ଇମ୍ପୋର୍ଟାଣ୍ଟ ଜିନିଷ, ଯେ ଏ କର୍ମଟି ଆମେ କୋଉଥିପାଇଁ କରୁଛେ? ଯୋଉ କର୍ମଟି ଆମେ କରୁଛେ କୋଉଥିପାଇଁ କରୁଛେ? ଫର ପ୍ୟୁରିଫିକେସନ ଅଫ ଆୱାର ମେଣ୍ଟାଲିଟିଜ। କାହିଁକି? ଆମର ଶୁଦ୍ଧିକରଣ ପାଇଁ। ଆମ ମନ ଭିତରେ ତିନିଟା ଅନର୍ଥ ଭରି ରହିଛି, ଯିଏକି ଆସକ୍ତିର କାରଣ। କର୍ମ ଫଳ ପ୍ରତି ଆସକ୍ତି ଆମେ ଯୋଉ ରଖିଛେ, ଏ ତିନୋଟି ମେଣ୍ଟାଲିଟି ଯୋଉ ଆମ ମାଇଣ୍ଡରେ ଅଛି, ସେ ଆମକୁ ରୋକୁଛି। କର୍ମ ଫଳ ପ୍ରତି ଆମକୁ ଆସକ୍ତି ଜନ୍ମଉଛି, ଅନାସକ୍ତ ହବାକୁ ଦଉନି, ଏବଂ କର୍ମଟି ଆମେ ଠିକରେ କରିପାରୁନେ। ସେ ତିନୋଟି କଣ? ସିଏ ହଉଛି, ପ୍ରଥମ ଜିନିଷ ହଉଛି ଯେ ମୁଁ ଭାବୁଛି, ଆମେ ଭାବୁଛେ ଆମେ ହଉଛେ ଉପଭୋକ୍ତା। ଆକ୍ଚୁଆଲି ଉପଭୋକ୍ତା ଆମେ ନୁହେଁ, ଭଗବାନ। ଭୋକ୍ତାରାଂ ଯଜ୍ଞ ତପସାଂ ବୋଲିକି ନିଜେ ଭଗବାନ କହୁଛନ୍ତି ଗୀତାରେ, ଯେ ମୁଁ ହଉଛି ଉପଭୋକ୍ତା, ତମେ ନୁହଁ। ତେଣୁ ଯୋଉ କର୍ମଟା କରିବା ଭଗବାନଙ୍କ ପାଇଁ ଆମେ କରିବା, ସିଏ ଉପଭୋଗ କରିବେ। ତାହେଲେ ମୋର କର୍ମ ଫଳ ପ୍ରତି ଆସକ୍ତି ରହିବନି ଅଟୋମେଟିକାଲି। ସେକେଣ୍ଡ, ମୁଁ ଭାବୁଛି ମୁଁ କଣ୍ଟ୍ରୋଲର, ମୁଁ ଭାବୁଛି ମୁଁ ନିୟନ୍ତ୍ରଣ କର୍ତ୍ତା। ଆକ୍ଚୁଆଲି ମୁଁ ନିୟନ୍ତ୍ରଣ କର୍ତ୍ତା ନୁହେଁ, ଭଗବାନ। କିନ୍ତୁ ଆମେ ଭାବୁଛେ ଆମେ ନିୟନ୍ତ୍ରଣ କର୍ତ୍ତା, ସବୁ ଜିନିଷ ଆମ କଣ୍ଟ୍ରୋଲରେ ଅଛି। କିଛି ନାହିଁ, ସବୁ ଭଗବାନଙ୍କ ହାତରେ ଅଛି। ଥାର୍ଡ, ପ୍ରୋପ୍ରାଇଟରସିପ, ମାନେ ମାଲିକ। ଆମେ ଭାବୁଛେ ଆମେ ହଉଛୁ ମାଲିକ, କିନ୍ତୁ ଆକ୍ଚୁଆଲ ମାଲିକ ହଉଛନ୍ତି ଭଗବାନ, ଆମେ ତ ସେବକ। ତେଣୁ ଏ ତିନିଟା ମେଣ୍ଟାଲିଟି ଯୋଉ, ଯିଏକି ଆମର ଆସକ୍ତିର କାରଣ, ଆମକୁ ଏ ତିନିଟା ମେଣ୍ଟାଲିଟିକୁ ସଫା କରିବାକୁ ପଡିବ। ସେଇଥିପାଇଁ ଆମେ କର୍ମଟା କରୁଛେ। ତେଣୁ ଆମେ এই କାରଣରୁ କର୍ମ ଫଳ ପ୍ରତି ବ୍ୟସ୍ତ ହବାରେ ନାହିଁ, କିନ୍ତୁ ଆମେ କର୍ମ ଫଳ ପ୍ରତି ବ୍ୟସ୍ତ ହଉଛେ। ଯେତେବେଳେ ପିଲାମାନେ, ଦେଖନ୍ତୁ ଏକ୍ସାମ ଆସୁଛି, ଏକ୍ସାମ ପୂର୍ବରୁ ପିଲାମାନେ ବ୍ୟସ୍ତ, ରେଜଲ୍ଟ କଣ ହବ ଦେଲା ବେଳେ ବ୍ୟସ୍ତ। ଯେତେବେଳେ while writing exam also, କଣ ରେଜଲ୍ଟ ହବ, ସରିଗଲା ପରେ ମଧ୍ୟ ବ୍ୟସ୍ତ, ରେଜଲ୍ଟ କଣ ହବ, ଟେନସନ। କିନ୍ତୁ ରେଜଲ୍ଟ ଆମ ହାତରେ ଅଛି କି? ସବୁ ଭଗବାନଙ୍କ ଉପରେ ଡିପେଣ୍ଡ କରୁଛି, କିନ୍ତୁ ଆମେ ଭଗବାନ ନୁହେଁ, ଆମେ ହଉଛେ ତାଙ୍କର ଅଂଶ। ରେଜଲ୍ଟ ତାଙ୍କ ହାତରେ, ତାଙ୍କୁ ଛାଡିଦେବାକୁ ପଡିବ। ଫର ଏକ୍ସାମ୍ପଲ, ଜଣେ ଚାଷୀ, ସେ ବିହନ ନେଇକି ବୁଣୁଛି ଧାନ ଫସଲ କରିବ ବୋଲିକି, ହବ କି ନାହିଁ ଧାନ, ଗଛ ଉଠିକି ଧାନ ହବ କି ନାହିଁ, କାହା ଉପରେ ଡିପେଣ୍ଡ କରୁଛି? ବର୍ଷା ଉପରେ। ବର୍ଷା କିଏ ଦବ? ଭଗବାନ ଦେବେ, ଆମ କଣ୍ଟ୍ରୋଲରେ ନାହିଁ। ସେମିତି କୋଉଠି ଗୋଟେ ଅନମ୍ୟୁଟ ହେଇଗଲା। ହୁଁ।
ତେଣୁ ଆମ ହାତରେ ନାହିଁ। ସେମିତି ଇଣ୍ଟରଭ୍ୟୁ ଦବାକୁ ଯାଉଛନ୍ତି ଏବଂ ଇଣ୍ଟରଭ୍ୟୁ ମାନେ ଆମର ଆମେ ଇଣ୍ଟରଭ୍ୟୁରେ କଣ ହବ ସେଥିପାଇଁ ଆମର ଚିନ୍ତା, କିନ୍ତୁ ଆମ ହାତରେ ଅଛି କି? ଇଣ୍ଟରଭ୍ୟୁ ପ୍ୟାନେଲ ଡିସାଇଡ କରିବେ। ପିଲା ପରୀକ୍ଷା ଲେଖୁଛି, ମାର୍କ ଦେଲା ବାଲା କିଏ? ଟିଚର। ତେଣୁ ପିଲା କଣ କରିପାରିବ? କେବଳ ହି କ୍ୟାନ୍ ଗିଭ୍ ହିଜ ବେଷ୍ଟ ୱିଥ କନସେନ୍ଟ୍ରେସନ, ହି ୱିଲ୍ ୱାର୍କ ପୁରା ଏକାଗ୍ରଚିତ ହେଇକି ସେ ପାଠ ପଢିବ, ତାର ସର୍ବୋଚ୍ଚ ଦବାକୁ ଚେଷ୍ଟା କରିବ। ସେ କୋଉଠି ନା ଏକ୍ସାମରେ ତା ହାତରେ ସେତିକି ଅଛି ଏବଂ ସେ ସେବକ ଭଳିଆ କାମ କରୁଛି। ଯିଏ ସେବା କରୁଛି ସିଏ କଣ ପ୍ରତି ବଦଳରେ କିଛି ଚାହୁଁଛି, ସେ କିଛି ମାଗୁଛି। ସେଥିପାଇଁ ଭଗବାନ କହୁଛନ୍ତି ମା କର୍ମ ଫଲେଷୁ, ଆମେ ସେବା ମନୋବୃତ୍ତି ନେଇକି କରିବା। ଯେକୌଣସି କର୍ମ କରୁଛେ ଭଗବାନଙ୍କ ପାଇଁ କରୁଛେ ବୋଲି ଭାବିକି କରିବା। ସେଥିପାଇଁ ଭଗବାନ କହୁଛନ୍ତି ମା କର୍ମ ଫଲେଷୁ। ତ ଏଇଭଳି ଭଗବାନ କହିଲେ କର୍ମଣ୍ୟବାଧିକାରସ୍ତେ ମା ଫଲେଷୁ କଦାଚନ, କର୍ମରେ କେବଳ ଅଧିକାର ଅଛି। ୟାକୁ ଆମେ ଠିକ ନିଟଲି କରିବା। କେମିତି ନା ୱିଥ attention, awareness, absorption. We will try to give our best. ଆମର ସର୍ବୋଚ୍ଚ ଆମେ ଦବା according to our ability, ଆମ ସାମର୍ଥ୍ୟ ଅନୁସାରେ। ଏବଂ କାହିଁ କରୁଛେ? ଫର ହିଜ ସାଟିସ୍ଫାକ୍ସନ, ତାଙ୍କର ସନ୍ତୁଷ୍ଟି ପାଇଁ, ମୋ ନିଜର ଇନ୍ଦ୍ରିୟ ଭୋଗ ପାଇଁ ନୁହେଁ। ତାଙ୍କ ଇଚ୍ଛା ଅନୁସାରେ ମୁଁ କାମ କରୁଛି। ପ୍ରତ୍ୟେକ ଜିନିଷ ଏଇଭଳି ଭାବିକି ମତେ କାମ କରିବାକୁ ପଡିବ, ଏଇଆ ଭଗବାନ ଶିଖଉଛନ୍ତି। ଏବଂ ଥାର୍ଡ ପାର୍ଟ କହୁଛନ୍ତି ଯେ କେବେ ହେଲେ ଭାବନା ଯେ କର୍ମ ଫଳର କାରଣ ତମେ। ଏଇ ଯୋଉ କର୍ମ ଫଳ ଯାହା ଆସୁଛି, ଆମେ ଯାହା କିଛି କରୁଛେ ଫଳ ଆସୁଛି, ରେଜଲ୍ଟ, ସେ ହଉଛି ଆମେ ତାର କାରଣ। ତାହେଲେ ଭଗବାନ କହୁଛନ୍ତି ଶିଫ୍ଟ ୟୋର ଆଟିଚ୍ୟୁଡ ଫ୍ରମ ଡୁୟର ଟୁ ଡିଭାଇନ। କର୍ତ୍ତାରୁ ବିଧାତା, କର୍ତ୍ତା ତମେ ନୁହେଁ, କର୍ତ୍ତା ସେ। ମାନେ ଏଠି ଠିକ ଅଛି, ଭଗବାନ କହୁଛନ୍ତି ଯେ ମୋ ପାଇଁ କାମ କର, କିନ୍ତୁ ଆମେ କଣ ଭାବୁଛେ? ଅଲ୍ଟିମେଟଲି ମୁଁ ତ କଲି ନା। ମୁଁ ଠିକ ଅଛି, ମୁଁ ଭଗବାନଙ୍କୁ ମୁଁ ଡୋନେସନ ଦେଲି, ମୋ କର୍ମ ଫଳରୁ ଦେଲି। ମୋ ସାଲାରୀ ହଉଛି ମୋର କର୍ମର ଫଳ, ମୁଁ ସେଇଥିରୁ ଭଗବାନଙ୍କୁ ଦେଲି। ତେଣୁ ମୁଁ ତ ଦେଲି ନା, ମୁଁ କଲି। ଭଗବାନ ଏଠି ପ୍ରଶ୍ନ କରୁଛନ୍ତି ଏଇ ଶ୍ଲୋକରେ, ହାଉ ଇଟ୍ ଇଜ ୟୋର୍ସ, ଏ କର୍ମ ଫଳ କେମିତି ତମର? କଣ ତମେ କଲ ଯେ କର୍ମ ଫଳ ତମର? କର୍ମ କରିବା ପାଇଁ କଣ ଦରକାର? ଏ ମନ, ଏ ଶରୀର, ଏ ବୁଦ୍ଧି, ଏ ସାମର୍ଥ୍ୟ, ଏସବୁ କାହାର? ଏ ଶରୀର କିଏ ଦେଇଛି? ଏ ମନ କାହାର? ଭଗବାନଙ୍କର। ବୁଦ୍ଧି ମୋର ଆସିଲା କୋଉଠୁ? ବୁଦ୍ଧି ଦରକାର। ବୁଦ୍ଧି ବୁଦ୍ଧିମତାଙ୍ଗସ୍ମି ବୋଲିକି ଭଗବାନ କହୁଛନ୍ତି, ମୁଁ ବୁଦ୍ଧି ଦଉଛି। ପୌରୁଷଂ ଋଷୁ, ଯୋଉ କ୍ଷମତା ଆମ ପାଖରେ ଅଛି, ଭଗବାନ କହୁଛନ୍ତି କ୍ଷମତା ମଧ୍ୟ ମୁଁ ଦେଇଛି। ତାହେଲେ ଭଗବାନଙ୍କର ସବୁ ଜିନିଷ ଆଣିକି ୟୁଟିଲାଇଜ କରିକି ଗୋଟେ ଜିନିଷ ପାଇଲି ରେଜଲ୍ଟ, ଏବଂ ମୁଁ କେମିତି କହିବି ଏଟା ମୋର ବୋଲିକି? ସେଇ କଥା ଭଗବାନ କହ, ହାଉ ଇଟ୍ ଇଜ ୟୋର୍ସ। ସେମିତି ଜଣେ ରୋଷେଇ କରୁଛନ୍ତି, କହୁଛନ୍ତି ମୁଁ ଭଗବାନଙ୍କ ପାଇଁ ରୋଷେଇ କଲି, କୃଷ୍ଣାଙ୍କ ପାଇଁ ରୋଷେଇ କଲି। କେମିତି? କେମିତି କୃଷ୍ଣାଙ୍କ ପାଇଁ ଆମେ ବନେଇଲେ? କିଚେନ ତ ଆଗରୁ ଥିଲା। ମାତାଜୀ କହିଲେ କିଚେନ କୁ ଗଲେ, କିଚେନ ତ ଆଗରୁ ଥିଲା, ଷ୍ଟୋଭ ବି ଥିଲା, ସାମଗ୍ରୀ ବି ଆଗରୁ ଅଛି। ତାକୁ କଣ ମାତାଜୀ ବନଉଛନ୍ତି? ଡାଲି, ଚାଉଳ, ଲୁଣ, ହଳଦୀ, ସବୁ କିଛି, କରେଇ, ଡେକଚି, ଚୁଲା, ସାମଗ୍ରୀ ତ ଅଲରେଡି ଅଛି। ଭଗବାନଙ୍କର ଏଇ ଯୋଉ ଡାଲି, ଚାଉଳ, ଏ ସବୁ କିଏ ଦଉଛି? ଆମେ ବନେଇଛେ କି? ତେଣୁ ଅଲରେଡି ସବୁ ପୂର୍ବରୁ ଅଛି। ତେଣୁ ଆମେ କେମିତି ବନେଇଲେ ବୋଲିକି ଆମେ କହିଦବା? କିନ୍ତୁ ଆମେ କହୁଛେ, କାହିଁ କହୁଛେ? ନା ଆମର ଆସକ୍ତି ଅଛି କର୍ମ ଫଳ ପ୍ରତି, ସେଥିପାଇଁ ଆମେ କହୁଛେ। ହେଲା ପ୍ରଥମ ଜିନିଷ, ଆମର ମୋଟିଭେସନ ବି ଦରକାର। ନହେଲେ ଆମେ କର୍ମ କରିପାରୁନେ। କର୍ମ ଫଳ ଯଦି ମୋର ଆସକ୍ତି ନ ରହୁଛି, ବା କର୍ମ ଫଳ ମତେ କିଏ ପ୍ରଶଂସା କରୁନି ଯେ ମୁଁ ଏ କର୍ମଟା କଲି, ମୋର ମୋଟିଭେସନ ଆସୁନି।
କିନ୍ତୁ ମେନ୍ ଜିନିଷ ହଉଛି ଏଠି ଜାଣିବାକୁ ପଡିବ ଯେ କର୍ମ ଫଳର ଆମେ ଆମେ କର୍ତ୍ତା ନୁହେଁ। ପାଞ୍ଚଟା କାରଣ ରହୁଛି କର୍ମଟି ହବ କି ନ ହବ, ତା ରେଜଲ୍ଟ ଆସିବ କି ନ ଆସିବ, ପାଞ୍ଚଟି କାରଣ ଉପରେ ଡିପେଣ୍ଡ କରୁଛି। ଭଗବାନ ଯାଇକି 18 ଅଧ୍ୟାୟରେ କହିବେ। ପ୍ରଥମ କାରଣ ହଉଛି ସ୍ଥାନ, ଗୋଟେ କର୍ମ କରିବା ପାଇଁ ସ୍ଥାନ ଦରକାର। ସେକେଣ୍ଡ କର୍ତ୍ତା, ଥାର୍ଡ ସାମଗ୍ରୀ, फोर्थ एंडेवर प्रचेष्टा उद्यम, फिफ्थ which is the most important divine sanction विधाता भगवानଙ୍କର मंजूरी। ତାଙ୍କର ଯଦି ନାହିଁ, ସେ ଯଦି ଚାହୁଁନାହାନ୍ତି ବା ଇଚ୍ଛା କରିବେନି, ମୋର ଚାରିଟା ଯାକ ଥିଲେ ବି ମୋ ପାଖରେ ସ୍ଥାନ ଥିବ, କର୍ତ୍ତା ମୁଁ ଅଛି, ସାମଗ୍ରୀ ଅଛି ମୋ ପାଖରେ, ଏବଂ ମୋ ପାଖରେ ଚେଷ୍ଟା ମଧ୍ୟ ମୁଁ କରିଛି, କିନ୍ତୁ କର୍ମଟି ସକ୍ସେସଫୁଲ ହବନି ଯଦି ଭଗବାନଙ୍କର ଇଚ୍ଛା ନାହିଁ। ଯେମିତି ମୁଁ କହିଲି, ଚାଷୀ ସବୁ କରୁଛି, ବିହନ ବୁଣିଲା, ସବୁ ଜମି ଅଛି, ସେ ନିଜେ ଯାଇକି ବୁଣୁଛି, ଉଦ୍ୟମ କରୁଛି, ବିହନ ନଉଛି, ଇମ୍ପ୍ଲିମେଣ୍ଟ ଅଛି ତା ପାଖରେ, ହଳ ନଉଛି, ସାମଗ୍ରୀ, କିନ୍ତୁ ତଥାପି ହେଲାନି। ଭଗବାନ ଦେବେ ବର୍ଷା। ଇଭିନ୍ ଇଭିନ୍ ଏଇ ଯୋଉ ଚାରୋଟି ଜିନିଷ ମୁଁ କହିଲି, ଇଏ କାହାର? ଇଏ ଭଗବାନଙ୍କର। ଏ ସ୍ଥାନ କାହାର? ମୋର ନୁହେଁ। ଏ ଜମି କାହାର? ସର୍ବଲୋକ ମହେଶ୍ୱର ଭଗବାନ। ଏ ସାମଗ୍ରୀ କାହାର? ଭଗବାନଙ୍କର। ଭୈରବ ନଲ ବାୟୁ ଖାଙ୍ଗ ମନ ବୁଦ୍ଧି, ଯୋଉ ଭଗବାନ କହିବେ ଯେ କି ଗୋଟେ ଶ୍ଲୋକରେ, ତା ଏଇ ଯୋଉ ଭୂମିରପ ନଲ ବାୟୁ, ଏଇଥିରେ ଏଇ ପାଞ୍ଚଟିରେ ସବୁ ଜିନିଷ ତିଆରି ଦୁନିଆରେ, ଯାହା ଆମେ ଦେଖୁଛେ ଆମେ ଚାରିକଡ଼ରେ, ଏ ଶକ୍ତି କାହାର? ଭଗବାନଙ୍କର। ତେଣୁ ସେଥିପାଇଁ ଭଗବାନ କହୁଛନ୍ତି ଯେ ସବୁ ଥିଲେ ମଧ୍ୟ ଯଦି ମୋର ବି ସାଂସନ ନଥିବ, ମୁଁ ଯଦି ଚାହୁଁନି, ତାହେଲେ ହବନି। ତ ଅଲ୍ଟିମେଟଲି କର୍ମଫଳ କର୍ତ୍ତା କିଏ? ଭଗବାନ। ତେଣୁ ଆମେ କାହିଁକି ଆସକ୍ତି ରଖିବା? ସେଥିପାଇଁ ଆମେ କର୍ମଫଳର କାରଣ ହବା ଉଚିତ ନୁହେଁ। ଭଗବାନ କହୁଛନ୍ତି ଆମେ କାରଣ ନୁହେଁ। ପୁଣି କହୁଛନ୍ତି ଲାଷ୍ଟ ଯୋଉଟା ନେଭର କନସିଡର, ଏଇଟା କଣ କହିଲେ? ଆଚ୍ଛା, ମେନ୍ ଜିନିଷ ହଉଛି, କିନ୍ତୁ ଆମେ ବେଳେ ବେଳେ କହୁଛେ ଯେ କର୍ମଫଳର କାରଣ ଆମେ କହୁଛେ ଯେ ନା ମୁଁ କଲି, ଆମେ କହିଦଉଛେ ମୁଁ ହଉଛି କର୍ମର କାରଣ, କିନ୍ତୁ ଆମକୁ ଭାବିବାକୁ ହବ ଯେ ଆମେ ହିଁ କେବଳ ଏକମାତ୍ର କର୍ତ୍ତା ନୁହେଁ। କାହିଁକି ନା ମୁଁ ଇଚ୍ଛା କରିବି, କର୍ମ ଫଳଟି ପାଇବା ପାଇଁ ମୁଁ ଇଚ୍ଛା କରିବି, କିନ୍ତୁ ମୋ ହାତରେ ନାହିଁ। ପ୍ରକୃତି ଯଦି ସହଯୋଗ ନ ଦବ, ଧରନ୍ତୁ ମୁଁ ଗୋଟେ ଫୁଲମାଳଟେ ତିଆରି କରିବାକୁ ଚେଷ୍ଟା କରୁଛି, ଭଗବାନଙ୍କୁ ଦେବି, ଫୁଲମାଳଟା ଦେବାର କେତେବେଳେ ସକ୍ସେସଫୁଲ ହେବି? ଯଦି ମୋ ପାଖରେ ଫୁଲ ଥିବ। ଫୁଲ କିଏ ଦବ? ପ୍ରକୃତି ଦବ। ପ୍ରକୃତି କାହା ଉପରେ ଡିପେଣ୍ଡ କରୁଛି? ମୟା ଅଧ୍ୟକ୍ଷଣ ପ୍ରକୃତି ସ୍ୱୀୟତେ ସଚରାଚରମ୍। ଭଗବାନ କହୁଛନ୍ତି ଏ ପ୍ରକୃତି ମୋ ନିର୍ଦ୍ଦେଶ, ମୋ ଇଚ୍ଛା ଅନୁସାରେ କାମ କରୁଛି। ତାହେଲେ ଅଲ୍ଟିମେଟଲି ଡିପେଣ୍ଡେଣ୍ଟ ତ ଭଗବାନଙ୍କ ଉପରେ ପ୍ରକୃତି। ତେଣୁ ପ୍ରକୃତିରୁ ଫୁଲଟା ମୁଁ ପାଉନି, ମାଳଟା ଦେବି କେମିତି ନେଇକି ଭଗବାନଙ୍କୁ? କର୍ମଟି କରିବି କେମିତି? ତେଣୁ ଭଗବାନ କହୁଛନ୍ତି ଯେ ନିଜ କର୍ମ ଫଳର କାରଣ ତମେ ହୁଅ ନା, ବା ଭାବନା ଯେ ତମେ ହଉଛ କର୍ମ ଫଳର କାରଣ। ସେଥିପାଇଁ ଭଗବାନ କହୁଛନ୍ତି ଯେ ତମର ଯୋଉ ମନୋଭାବ କର୍ମ କରିବାରେ ଯେ ମୁଁ କର୍ତ୍ତା, ସେଥିରୁ ସିଫ୍ଟ କର ଏ ମନୋଭାବ କୋଉଠିକି? ବିଧାତା, ଯେ ଭଗବାନ ହଉଛନ୍ତି କର୍ତ୍ତା। ଲାଷ୍ଟ କହୁଛନ୍ତି ଭଗବାନ ଯୋଉ ମାନେ कर्मण्य अधिकारस्ते ମା ଫଲେଷୁ କଦାଚନ ମା କର୍ମ ଫଳ ହେତୁ ଭୂମ ते संगस्त्व कर्मणि ते संगस्त्व अकर्मणि ମା ते संगस्त्व अकर्मणि। ମାନେ କର୍ମ ନ କରିବା କଥା ଚିନ୍ତା କର। କର୍ମ ନ କରିବା ହିଁ ଗୋଟେ ଆସକ୍ତି, ଏବଂ ଆସକ୍ତି ହୁଅ ନା କର୍ମ ନ କରିବା ପ୍ରତି। ୟୁ ହ୍ୟାଭ ଟୁ ଡୁ ୟୋର ଡ୍ୟୁଟି। କାହିଁ କହୁଛନ୍ତି? କାହିଁକି ନା ଜଣେ ଭାବିବ ଯେ କର୍ମ ମୁଁ କରିବି, କର୍ମ ଫଳରେ ମୋର ଅଧିକାର ନାହିଁ, କର୍ମ ଫଳର କାରଣ ମୁଁ ନୁହେଁ, ତାହେଲେ ମୁଁ କର୍ମଟି କରିବି କାହିଁକି? ଏମିତି ଜଣେ କିଏ ଭାବିପାରିବ? ବରଂ ନ କରିବା ଭଲ। ଅର୍ଥାତ୍ ଜଣେ ପରୀକ୍ଷା ଦଉଛି,
ସେ ପାଠ ପଢୁଛି, ସେ ଭାବୁଛି ଯଦି ମତେ ସାର୍ଟିଫିକେଟ ନ ମିଳିବ ଏ ପାଠ ପଢିକି ଲାଭ କଣ? କାହିଁକି ପାଠ ପଢିବି? ଜଣେ ଖାନା ବନଉଛି, ତାକୁ କେହି ପ୍ରଶଂସା କରୁନାହାନ୍ତି, ସେ ଭାବୁଛି ତାହେଲେ ମୋର ରାନ୍ଧିକି ଲାଭ କଣ? ତେଣୁ ଏଇଭଳି ଯୋଉ ଭାବନା ଆସୁଛି କୋଉଥିପାଇଁ ଆସୁଛି? ବିକଜ वी आर ଆଟାଚ୍ ଟୁ ରେଜଲ୍ଟସ୍। କର୍ମ ଫଳ ପ୍ରତି ଆମର ଆସକ୍ତି ବା ଆମର ମୋଟିଭେସନ ଦରକାର କର୍ମ କରିବା ପାଇଁ। ସେଥିପାଇଁ ଆମେ ଭାବିପାରେ ଯଦି ମୋଟିଭେସନ ନାହିଁ ତାହେଲେ ଆମେ କର୍ମଟି କାହିଁକି କରିବା? ଭଗବାନ ସେଥିପାଇଁ କହୁଛନ୍ତି ନା, କର୍ମ ଛାଡି ପାରିବନି, ୟୁ ହ୍ୟାଭ ଟୁ ଡୁ ଡ୍ୟୁଟି। ଯଦି କର୍ମ ନ କରିବ ଇଏ ହଉଛି ଅଳସୁଆମୀ। ଅଳସୁଆମୀ ତମ ଗୁଣରୁ ଜାତ। ତେଣୁ ତମ ଗୁଣରୁ ଯୋଉ ଅଳସୁଆମୀ ଆସୁଛି ଇଏ ଗୋଟେ ଆସକ୍ତି। ଏ 14 ଅଧ୍ୟାୟରେ ଯାଇକି ପୁଣି ଭଗବାନ କହିବେ, ଯେତେବେଳେ ଗୁଣ ଜିନିଷ ଏକ୍ସପ୍ଲେନ କରିବେ, ଗୁଣତ୍ରୟ ବିଭାଗ ଯୋଉ, ସେଠି କହିବେ ଇଏ ବି ଗୋଟେ ଆସକ୍ତି, କର୍ମ ବନ୍ଧନର କାରଣ। ତା ଛଡା ଭଗବାନ କହୁଛନ୍ତି ଯେ କାହିଁକି ଆମେ ଅନାସକ୍ତ ହେଇକି କାମ, ମାନେ ଆମେ କର୍ମ ନ କରିବା କଥା କାହିଁକି ଭାବିବାନି? କାହିଁକି ନା ଆମେ ସେବା କରୁଛେ, ସେବା ମନୋବୃତ୍ତି ନେଇକି କରୁଛେ। ତେଣୁ ଆମେ କର୍ମ, ଯିଏ ସେବା କରୁଛି ସେ କର୍ମ ନ କରିବା କଥା ଚିନ୍ତା କରିବନି। ଇଏ ବି ଗୋଟେ ଦୃଷ୍ଟିରୁ ଭଗବାନ କହୁଛନ୍ତି, କାରଣ ଆମେ ସେବା ମନୋବୃତ୍ତି ନେଇକି କରୁଛେ। ତାହେଲେ ଭଗବାନ ଏ ଶ୍ଲୋକରେ, ଏଣ୍ଟାର ଶ୍ଲୋକରେ କଣ କହିଲେ? ଯେ ଆମେ କର୍ମ କରିବା, ଆସକ୍ତି ରଖିବାନି ରେଜଲ୍ଟ, କର୍ମ ଫଳ ପ୍ରତି। କର୍ମ ଫଳକୁ ଛାଡିଦବା ଭଗବାନଙ୍କ ହାତରେ। ଆଉ ଭାବିବାନି ଯେ କର୍ମ ଫଳ ତାଙ୍କ ହାତରେ, ମୁଁ କାହିଁକି କର୍ମ କରିବି। ଏଇଭଳି ଭାବିକି ଆମେ ଅଳସୁଆ ହେଇଯିବାନି, ବା ଆମେ, ଭଗବାନ ଲାଷ୍ଟକୁ କହୁଛନ୍ତି ଯେ ଅହଙ୍କାରୀ ହବାନି। ଯେତେବେଳେ ସେ ଅହଙ୍କାରୀ କଣ? ଯେତେବେଳେ ସେ କହୁଛନ୍ତି ଏ ଶ୍ଲୋକରେ ମା କର୍ମ ଫଳ ହେତୁକୁ, କର୍ମ ଫଳର କାରଣ ହୁଅ ନା, ଅର୍ଥାତ୍ ଅହଙ୍କାରୀ, ଯେ ମୁଁ କଲି, ଆଇ ଡିଡ୍ ଦିସ୍। ଆମ ଉପରେ ଡିପେଣ୍ଡ କରୁନି। 5ଟା କାରଣ ମୁଁ କହିଲି, ଏବଂ ଅଲ୍ଟିମେଟ କାରଣ ହଉଛନ୍ତି ଭଗବାନ। ସବୁ ମାନେ ସବୁ ଥିବ, କାରଣ 4ଟି ଥିବ, କିନ୍ତୁ ଭଗବାନ ଯଦି ମଞ୍ଜୁରି ନ କରୁଛନ୍ତି ତାହେଲେ ହବନି। ସେ ଯଦି ନ ଚାହୁଁଛନ୍ତି କର୍ମଫଳ ଆସିବନି। ତେଣୁ ସେଥିପାଇଁ କହୁଛନ୍ତି ଅହଙ୍କାରୀ ହୁଅ ନା। ଗୋଟେ ଛୋଟ ଷ୍ଟୋରିଟେ, ଅହଙ୍କାରୀ ମାନେ ଜଣେ ପିଲା, ସେ ମାନେ ବହୁତ ସମୟ ବାପା ତାକୁ ସବୁ କଣ୍ଟ୍ରୋଲରେ ରଖିଛି। ଯାହା କଲା ବେଳକୁ, ଗୋଟେ ଛୋଟିଆ ଷ୍ଟୋରି କହୁଛି, କଣ୍ଟ୍ରୋଲରେ ରଖିଛି। ସେ ବହୁତ ବ୍ୟସ୍ତ ହେଇଯାଉଥିଲା। ତ ଯେବେ ଯାହା ହଉ ପାଠ ପଢିକି ସେ ଯେତେବେଳେ ପାଇଛି ଏବଂ ଗୋଟେ ଚାକିରି ପାଇଛି ବାହାରେ, ସେ ଜାଣିଲା ଯେ ଏବେ ଆଉ ବାପା ମତେ ଠକିବେନି। ସବୁ ଜାଗାରେ ମତେ କିଛି ନା କିଛି ସେ ଠକୁଛନ୍ତି। ତେଣୁ ମୁଁ ତାଙ୍କଠୁ ମୁକ୍ତ ବି, କାହିଁକି ନା ମୁଁ ବାହାରକୁ ଚାଲିଯିବି। ଯାଇଛି ୟୁଏସଏ ଏବଂ ସେଠି ସେ ଦରମା ପାଉଛି, $5,000 ପାଉଛି। କିନ୍ତୁ ଯୋଉ, ଏବଂ କହିଲା ଯେ ବର୍ତ୍ତମାନ ମୁଁ ଏନ୍ଜୟ କରିବି ମୋ ଲାଇଫ ମୋ ନିଜ ୱେରେ, ଆଉ ମୋ ପାଖରେ ପାବନ୍ଦି ନାହିଁ। କିନ୍ତୁ ଯୋଉ ଦିନ ପହଞ୍ଚିଲା, ତାର ପରଦିନ ତା ପାଖରେ ଟେଲିଗ୍ରାମ ପହଞ୍ଚିଲା, ବାପା ଯୋଉ ପଇସା ପାଇବୁ $5,000, ସେଥିରୁ $4,000 ମୋ ପାଖକୁ ପଠେଇବୁ। ବାପା ଲେଖିଲେ। ପୁଅ ଭାବିଲା, ପୁଣି ଏଠି ବି କଣ୍ଟ୍ରୋଲ କରିବା ଆରମ୍ଭ କଲିଣି, ବଡ ଅସୁବିଧା କଥା। କିନ୍ତୁ ଯାହା ହେଲେ ବାପାକୁ ତ ସମ୍ମାନ କରୁଛନ୍ତି, ଆଉ ତେଣୁ ପୁଅ କରୁଛି, ତେଣୁ ନ୍ୟାଚୁରାଲି ସେ ବାପାର କଥା ଟାଳି ପାରିଲାନି, 4,000 ଲେଖେ ପଠେଇଲା। ଏଇଭଳି 5 ବର୍ଷ ସେ ପ୍ରତି ମାସରେ 4,000 ଲେଖେ, $4,000 ପଠଉଛି। ହଠାତ୍ ଦିନେ 5 ବର୍ଷ ପରେ ପୁଅକୁ ଚିଠି ଟେଲିଗ୍ରାମ ଗଲା ଯେ ତୋର ମ୍ୟାରେଜ ହବ, ଝିଅ ଠିକ ହେଇଯାଇଛି। ଏବଂ ସେ ଆସୁଛି। ଯୋଉଦିନ ସେ ମ୍ୟାରେଜ କରୁଛି, ସେଦିନ ବାପା ତାକୁ, ମ୍ୟାରେଜ ସରିବା ପରେ 4,000 ଇଣ୍ଟୁ 12 ଇଣ୍ଟୁ 5 ଚେକଟିଏ ଦେଇଦେଲା। ବାପା ଦେଇଦେଲେ ପୁଅକୁ। ପୁଅ କହିଲା, ଇଏ କଣ? ଇଏ ତ ମୁଁ ପଠେଇଥିଲି, ଏଇ ତ ଏକ୍ଜାକ୍ଟ ଏଇ ଟଙ୍କା ମୁଁ ପଠେଇଥିଲି 5 ବର୍ଷ କାଳ ପ୍ରତି ମାସରେ। ନା ହଁ, ମୁଁ ସେତେବେଳେ ଏଇଥିପାଇଁ ତୋଠୁ ନେଇ ଆସିଥିଲି, କାହିଁକି ନା ତୁ ତାକୁ ମିସୟୁଜ କରିପାରୁ। କାହିଁକି ନା ମୁଁ ଅହଙ୍କାରୀ ହବୁ, ମୁଁ ତାକୁ ରୋଜଗାର କରୁଛି।
ମୁଁ ମୋ ୱେରେ ଏନ୍ଜୟ କରିବି, ନଶା ପିଇବୁ, ଡ୍ରଗ୍ସ ଖାଇବୁ, ହୋଟେଲ ଯିବୁ, ବିଭିନ୍ନ ଏ ଝିଅ ସେ ଝିଅ ଏଇଭଳିଆ କାରବାର କରିବୁ, ପଇସାଟି ନେଇ ଆସିଲେ ଆଉ କରିବୁ କେମିତି? କିନ୍ତୁ ଏଇଲେ ମୁଁ ତତେ ଦେଇ ଦଉଛି ଏଇଥିପାଇଁ, ବର୍ତ୍ତମାନ ତୋ ଘରକୁ ପୋଲିସ ଆସିଗଲା, ମ୍ୟାରେଜ ହେଇଗଲା, ପୋଲିସ ଆସିଗଲା ଘରକୁ, ତେଣୁ ତତେ ଆଉ ତୁ ଏଇ କର୍ମ କରିବୁନି। ସେମିତି ଏଠି ମଧ୍ୟ ଭଗବାନ କହୁଛନ୍ତି ଯେ ଆମେ ରେଜଲ୍ଟର କାରଣ, ସେ କହୁଛନ୍ତି ଅଲ୍ଟିମେଟ କଜ ହଉଛି କାରଣ, ମାନେ ନିଜେ ଭଗବାନ ନିଜେ, ତେଣୁ ଆମେ ତାଙ୍କୁ କର୍ମଫଳ ଦେଇଦବା। ଯେମିତି କର୍ମଫଳକୁ ଦେଇ ଦଉଥିଲା ବାପାକୁ, ବାପାରୁ, ଏବଂ ସେ ମୁକ୍ତ ହେଇଗଲା କୋଉଠୁ ନା ବିଭିନ୍ନ ପ୍ରକାରର କର୍ମ ବନ୍ଧନରୁ, ବା ତା ଜୀବନ ନଷ୍ଟ ହବାରୁ, ସେ ବର୍ବାଦ ହବାରୁ ବଞ୍ଚିଗଲା। ସେମିତି ଆମେ କଣ କରୁଛେ ନା କର୍ମଫଳ ଭଗବାନଙ୍କୁ ଆମେ ଦେଇ ଦଉଛେ, କାରଣ କର୍ମଫଳ ହଉଛି କର୍ମ ବନ୍ଧନର କାରଣ, ତାଙ୍କୁ ଆମେ କର୍ମଫଳ ଦଉଛେ। ଯଦି ଆମେ ଘରେ ଘରଟିଏ ତିଆରି କରୁଛେ, ଗୋଟେ ମନ୍ଦିରଟିଏ ତିଆରି କରୁଛେ ଘରେ ତାଙ୍କ ପାଇଁ, ଆମେ ଯଦି ରୋଷେଇ କରୁଛେ ତାଙ୍କୁ ଆଗ ଅଫର କରୁଛେ, ତାପରେ ପ୍ରସାଦ ରୂପେ ଆମେ ଗ୍ରହଣ କରୁଛେ। ଆମେ ଯାହା ଦରମା ପାଉଛେ ସେଥିରୁ 10% ଆମେ ଦେଇ ଦଉଛେ ଭଗବାନଙ୍କୁ ଡୋନେସନ ଆକାରରେ। ତାହେଲେ ଆମେ ଏଇଭଳି ଯେତେବେଳେ କର୍ମ କରୁଛେ, ଆମେ କର୍ମଟି ୱିଦାଉଟ୍ ଆଟାଚମେଣ୍ଟ, ଅନାସକ୍ତ ଭାବରେ କରୁଛେ, ଆସକ୍ତି ରଖୁନେ। ୟାକୁ କହୁଛେ, ଭଗବାନ କହୁଛନ୍ତି ନିଷ୍କାମ କର୍ମ ବୋଲିକି କହୁଛନ୍ତି। ଏଇ 47 ରୁ ଆରମ୍ଭ ହେଲା 49 ପର୍ଯ୍ୟନ୍ତ, 47, 48, 49 ତିନୋଟି ଶ୍ଲୋକ ନିଷ୍କାମ କର୍ମ କଥା ଭଗବାନ କହୁଛନ୍ତି। ଏବଂ କହିବେ ଭଗବାନ ଯେ ଏଇ ନିଷ୍କାମ କର୍ମ କରୁ କରୁ ଇଏ ଭକ୍ତି ହେଇଯିବ, ଯେତେବେଳେ ଭଗବାନଙ୍କ ପ୍ରତି ଅଟୋମେଟିକାଲି ଏମିତି କରୁ କରୁ ଭଗବାନଙ୍କ ପ୍ରତି ଆମର ପ୍ରେମ ଜାଗ୍ରତ ଏବଂ ଆମର ଭକ୍ତି ଆସିଯିବ, ଯୋଉଟା କି ଆମର ଦରକାର ଟୁ ବ୍ରେକ୍ ଦ ସାଇକେଲ ଅଫ ବାର୍ଥ ଆଣ୍ଡ ଡେଥ। ଏ ଯୋଉ ଜନ୍ମ ମୃତ୍ୟୁ ଚକ୍ର, ତାକୁ ସମାପ୍ତ କରିବା, କରିକି ଭଗବାନଙ୍କ ପାଖକୁ ଯିବା, ଏଇଟା ଦରକାର ଆମର, ଯଦି ଆମେ ଭଗବାନଙ୍କର ଭକ୍ତି କଲେ। ତ ଏଇଭଳି ଭଗବାନ ଏକ୍ସପ୍ଲେନ କଲେ। ପୁଣି ନେକ୍ସଟରେ ଆଉ ଯେତେବେଳେ ଯିବେ 48, 47 ଗଲା 48, ସେଠି ପୁଣି କର୍ମ କରିବାର ଚେତନା କଣ, କୋଉ ଚେତନା ବା କୋଉ ଭାବନା ବା କୋଉ କନସିୟସନେସ ରେ ଆମେ କର୍ମ କରିବା, ତାକୁ ଆମକୁ ଶିଖେଇବେ। ଦ୍ୟାଟ ଇଜ ଏଗେନ୍ ଆନାଦର ଇମ୍ପୋର୍ଟାଣ୍ଟ ଶ୍ଲୋକ। ଯେମିତି 47 ନମ୍ବର କର୍ମଣ୍ୟବାଧିକାରସ୍ତେ ମା ଫଲେଷୁ କଦାଚନ ଗୋଟେ ଇମ୍ପୋର୍ଟାଣ୍ଟ ଶ୍ଲୋକ, ସେ ମଧ୍ୟ ସେଇଭଳି। ଆଜି ସମୟ ନାହିଁ, ମୁଁ ଆଉ ସେଇ ଯୋଉ କୋଶ୍ଚିନ୍ ଆନ୍ସର ଡିସ୍କସନ କରିପାରୁନି, ସେଟା ପୁଣି ନେକ୍ସଟ କ୍ଲାସରେ କରିଦେବି। ନେକ୍ସଟ କ୍ଲାସରେ ତ ନୁହଁ, ନେକ୍ସଟ କ୍ଲାସରେ ମୁଁ କହିବି। ଆଉ ଆଜି ଆପଣମାନଙ୍କର ଧୈର୍ଯ୍ୟ ନଥିବ, ନେକ୍ସଟ କ୍ଲାସରେ ମୁଁ 5 ମିନିଟ ଆଉ ଥରେ ରି ଲଗ୍ଇନ୍ କରିବେ ଆପଣ, 5-7 ମିନିଟ ଭିତରେ ମୁଁ ତାକୁ କରିଦେବି। ମାତାଜୀ ଲେଖିଛନ୍ତି, ଯିଏ ଲେଖିଛନ୍ତି ସେ ବହୁତ କରେକ୍ଟଲି ସବୁ ଜିନିଷ ଲେଖିଛନ୍ତି, ଆଉ ଟିକେ ଲିଟିଲ ବିଟ୍ ଏକ୍ସପ୍ଲାନେସନ ସେଟା ଦରକାର, ମୁଁ କରିଦେବି। ହରେ କୃଷ୍ଣ, ଆଜି ସମୟ ହେଇଯାଇଛି, ଆମେ ରହିବା। ग्रंथराज श्रीमद् भगवद गीता की जय, श्रीला प्रभुपाद की जय, गौर भक्त वृंद की जय।